ଲାଞ୍ଚ ନେଇ ଫସିଲେ ଏଡିଓ ଟଙ୍କା ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ବଡ଼ସାହି ବ୍ଲକ ଅଧୀନ ତାଳପଦା ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ଏଡିଓ ପଡ଼ିଛନ୍ତି। ଜୈନକ ଫାର୍ମ ପଣ୍ଡ ହିତାଧିକାରୀଙ୍କ ଏନ୍ଆର୍ଜିଏ ଯୋଜନାର କାର୍ଯ୍ୟ କୋଡ୍ ସୃଷ୍ଟି କରିବା ନିମନ୍ତେ ସେ 2500 ଟଙ୍କା ଲାଞ୍ଚ ନେଉଥିଲେ। ତାଙ୍କଠାରୁ ରଙ୍ଗବୋଳା ସମସ୍ତ ନୋଟ୍ ଜବତ କରିବା ସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳକୁ ନେଇ ବିଭାଗ ପକ୍ଷରୁ 2ଟି ସ୍ଥାନରେ ଚଢ଼ାଉ କରିଛି। ଏ ସଂକ୍ରାନ୍ତରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ଏଡିଓ ଜଣକ ହେଲେ ହେମନ୍ତ କୁମାର ବେହେରା। ସୂଚନାଯୋଗ୍ୟ, ଏନ୍ଆର୍ଜିଏ ଯୋଜନାରେ ମଞ୍ଜୁର ହୋଇଥିବା ଏକ ଫାର୍ମ ପୋଖରୀ ଖୋଳାକୁ ନେଇ କାର୍ଯ୍ୟ କୋଡ୍ ସୃଷ୍ଟି କରିବାକୁ 2500 ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ହିତାଧିକାରୀ ଚାଷୀ ଜଣକ ଅତ୍ୟନ୍ତ ଗରିବ ହୋଇଥିବାରୁ ଉକ୍ତ ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ, ଯାହାକୁ ନେଇ ହିତାଧିକାରୀ ଜଣକ 1 ମାସ ଧରି ବାରମ୍ବାର କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଥିଲେ। ଟଙ୍କା ନଦେଲେ କାର୍ଯ୍ୟାଦେଶର କୋଡ୍ ଦିଆଯିବ ନାହିଁ ବୋଲି ଅଭିଯୁକ୍ତ ଏଡିଓ ବେହେରା ଜିଦ୍ ଧରିଥିଲେ। ନିରୁପାୟ ହୋଇ ହିତାଧିକାରୀ ଜଣକ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଦ୍ୱାରା ଫସିଥିଲେ ଏଡିଓ। ବ୍ୟୁରୋ ରିପୋର୍ଟ, ଅଭୟ ନ୍ୟୁଜ୍ ଓଡ଼ିଶା।